ଯଦି ପାଣ୍ଡିଆନ ପାଖରେ ଅଛି ବା ପାଣ୍ଡିଆନ ନେଇଯାଇଛି ତାହେଲେ ତାକୁ ସେ କହୁଥିଲେ ପୁରା ପାତାଳରେ ଖୋଜିବା ପାଇଁ। ପାଣ୍ଡିଆନ ତ ମର୍ତ୍ତ୍ୟପୁରରେ ଅଛି, କୋଉ ଜାଗାରେ ଗୋଟେ ମର୍ତ୍ତ୍ୟପୁରରେ ଥିବ, ତାକୁ ଖୋଜିକି ବାହାର କରୁନାହାନ୍ତି। ଚାବିକାଠି ଆଣି ଖୋଲିବୁ, ପାତାଳରେ ଚାବିକାଠି ଥିଲେ ବି ଆଣିକି ଖୋଲିବୁ। ନାଇଁ, ଚାବି କ'ଣ ଏପର୍ଯ୍ୟନ୍ତ ମିଳିନାହିଁ। ଚାବିଟା ଡୁପ୍ଲିକେଟ୍ ଚାବିଟା ମିଳିଛି, ଅଛି। ସେ ଡୁପ୍ଲିକେଟ୍ ଚାବିଟାକୁ ଟେଷ୍ଟ କରିପାରିବେ, ମାନେ ସରକାରଙ୍କ ଅନୁମତି ନେଇକିରି ଡୁପ୍ଲିକେଟ୍ ଚାବି। ପ୍ରଥମ କଥା ହେଲା, ଏ ସରକାର ଆସିବା ପୂର୍ବରୁ ବାରମ୍ବାର ଘୋଷଣା କଲା ସବୁଠେଇଁ ଯେ ପାତାଳରେ ଥିଲେ ମଧ୍ୟ ଆମେ ଚାବି ଖୋଜିକି ଆଣିବୁ। ପାତାଳ ଗଲେଣି ସବୁ, କିଏ ଯାଇଥିଲେ କ'ଣ ସେଥିରେ ମୁଁ ଜାଣିନି। ୟା ଭିତରେ କିଏ କିଏ ଯାଇଥିଲେ ପାତାଳକୁ ତା ଖବର ଦେବା ଉଚିତ। ଓଡ଼ିଶାର ଜନସାଧାରଣ ଜାଣିବା ଉଚିତ ଯେ କୋଉ କୋଉ ଲୋକମାନେ ପାତାଳକୁ ଯାଇକିରି ସେ ଚାବିକାଠି ଖୋଜିବାକୁ ଯାଇଥିଲେ ବା ପାଇଲେ ନା ନ ପାଇଲେ। ଦ୍ୱିତୀୟ କଥା ହେଲା, ଯେଉଁ ଚାବିଟି ପାଇଛନ୍ତି ଡୁପ୍ଲିକେଟ୍ ଚାବି, ସେ କିପରି ଭାବରେ କିଏ ତିଆରି କଲା ବା କୋଉଠି ଥିଲା ସେ ଡୁପ୍ଲିକେଟ୍ ଚାବି, ତାର ଅନୁସନ୍ଧାନ ହେବା ଦରକାର। ଏବଂ ସେ ଡୁପ୍ଲିକେଟ୍ ଚାବି ଆଗ ଟେଷ୍ଟ କରିବେ। ଯଦି ସେଥିରେ ଖୋଲିଗଲା ତାହେଲେ ଜାଣିବାକୁ ପଡ଼ିବ ଯେ ଏ ଡୁପ୍ଲିକେଟ୍ ଚାବି ତିଆରି ହେଲା କେମିତି ବା କୋଉଠି ହେଲା ତିଆରି, କିଏ କରିଥିଲା ଆକୁ ତିଆରି। ଏସବୁ ଗୁଡ଼ାକ ଅନେକ କଥା ରହିଛି। କିନ୍ତୁ ବର୍ତ୍ତମାନ ପ୍ରଥମ କଥା ହେଲାଣି ରତ୍ନଭଣ୍ଡାର ଖୋଲିବା କଥା। 14 ତାରିଖରେ ଖୋଲିଲେ ଯଦି ଅତି କମ୍ରେ 45 ଦିନରୁ 50 ଦିନ ଲାଗିବ। ଏବେ ନୂଆ ଟେକ୍ନୋଲୋଜି ଏଇ ଅନୁସାରେ କରିବେ, ଗଣତି କରିବେ, ଏବଂ ସେ ଦୃଷ୍ଟିରୁ 50 ଦିନ ଖଣ୍ଡେ କମ୍ ଲାଗିବନି। ତାଲିକା, ପୂର୍ବ ତାଲିକା ମୋ ପାଖରେ ବି ଅଛି। ଆମ ପାଖରେ ସବୁ, ମାନେ ଅନେକ ଲୋକଙ୍କ ପାଖରେ ଥିବ, କାରଣ ଏ ତାଲିକା ସମ୍ପର୍କରେ ପୂର୍ବରୁ ଯାହା ହେଇଥିଲା ତାର ଗଣତି ହେଇକି ସବୁ ରହିଛି, ଜିନିଷ ରହିଛି। ତାକୁ ମିଳେଇବା, ତାକୁ ଦେଖିବା, ସେଇ ସମ୍ପଦ ଅଛି କି ନାହିଁ, ସେଇ ଜିନିଷ, ସେଇ କ୍ୱାଲିଟି ବା ସେଇ ଏକା ଜିନିଷ ଅଛି ନା ଆଉ କ'ଣ ରିପ୍ଲେସ୍ ହେଇଛି, ଏସବୁ ଗୁଡ଼ିକ ଦେଖିବାର, ଅନୁସନ୍ଧାନ କରିବାର ସମୟ ଆସିଛି। ମୁଁ ତ ଆଶା କରିବି ଯେ ସରକାର ଖୁବ୍ ଶୀଘ୍ର ତାଙ୍କୁ ଅନୁମତି ଦେଇକିରି ଏ ଚାବି ଖୋଲେଇବା କରିବେ। ଏବଂ ଏଇ ଯୋଡ଼ିଏ ତିନୋଟିର ପ୍ରଶ୍ନର ଉତ୍ତର ଜନସାଧାରଣ, ନୂଆ ସରକାର, ମୁଁ ସେଥିପାଇଁ ତାଙ୍କୁ ଅନେକ ସମାଲୋଚନା କରିବା ଢଙ୍ଗରେ କହୁନାହିଁ। ଯେହେତୁ ତାଙ୍କ ଦଳର ନେତାମାନେ ଆସିକିରି କହୁଥିଲେ ଯେ ପାତାଳରେ ଥିଲେ ମଧ୍ୟ ଆମେ ଚାବି ଖୋଜିକି ଆଣିବୁ, ସେଇ କଥାଟି ଆମେ ଜାଣିବାକୁ ଚାହୁଁଛୁ। ଚାବି ପାଣ୍ଡିଆନ ଗିରଫ କରନ୍ତୁ। ଯଦି ପାଣ୍ଡିଆନ ନେଇଯାଇଛି, ଯଦି ପାଣ୍ଡିଆନ ପାଖରେ ଅଛି ବା ପାଣ୍ଡିଆନ ନେଇଯାଇଛି, ତାହେଲେ ତାକୁ ସେ କହୁଥିଲେ ପୁରା ପାତାଳରେ ଖୋଜିବା ପାଇଁ। ପାଣ୍ଡିଆନ ତ ମର୍ତ୍ତ୍ୟପୁରରେ ଅଛି, କୋଉ ଜାଗାରେ ଗୋଟେ ମର୍ତ୍ତ୍ୟପୁରରେ ଥିବ, ତାକୁ ଖୋଜିକି ବାହାର କରୁନାହାନ୍ତି, ତାକୁ ଖୋଜିକି ତାଠୁ ନେଉନାହାନ୍ତି, ଚାବି ଆଣୁନାହାନ୍ତି। କ'ଣ ସେ କଥା, ସେଇଟା ହିଁ ଠିକ୍। ଯଦି ନେଇଥାନ୍ତି ତାହେଲେ ଏସବୁ କାର୍ଯ୍ୟ କିଛି ନ କରିକିରି ଜଗନ୍ନାଥଙ୍କ ନାମରେ ଯେକୌଣସି କଥା ଯାହା ଯେତେବେଳେ କହିଦେଲେ, ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାଳୁ। ସେ ଭକ୍ତକୁ ଯେତିକି ଶ୍ରଦ୍ଧା କରନ୍ତି, ଠକକୁ ସେଇ ପରିମାଣରେ ଦଣ୍ଡ ଦିଅନ୍ତି। ଏ ବିଷୟରେ ସମସ୍ତେ ଆମେ ଜାଣିବା କିଏ ବିଜେପି, ମୁଁ ସେଇ କଥା କହୁଛି। ସେ ଯାହା କହନ୍ତି, ତାଙ୍କର ଭାରତ ବର୍ଷରେ ଯାହା ସବୁ କହିଛନ୍ତି କରିକି ଦେଖେଇଛନ୍ତି, ଆମେ ଦେଖିଛୁ, ସବୁ ଦେଖିଲୁ। 10 ବର୍ଷ ଭିତରେ ଲୋକେ ବି ଦେଖିଲେ। ମୁଁ ସେଇଥିପାଇଁ କହୁଛି, ସେ କହିଥିଲେ କି ନାହିଁ, ପ୍ରଥମ ପ୍ରଶ୍ନ ଯେ ପାତାଳକୁ ଯାଇକି ଆମେ ସେ ଆଣିବୁ, ଚାବି ଆଣିବୁ, ସେ କଥାଟା କହିକିରି କରିକି ନିଶ୍ଚୟ ଦେଖେଇବେ। କୋଉଠି କିଏ ପାତାଳକୁ, ଆଉ କୋଉ ପାତାଳକୁ। ସେ ନାଗପୁରକୁ ଯାଇଥିଲେ, ପାତାଳର ପ୍ରାୟ 7ଟା ସ୍ତର ଅଛି। ଆମର ଯାହା ପଢ଼ିଛେ ପୁରାଣ ମାନଙ୍କରେ, ନୃସିଂହ ପୁରାଣରେ, ଏସବୁ ପାତାଳର ବିଭିନ୍ନ ସ୍ତର ସବୁ ରହିଛି, ବିଭିନ୍ନ ଜାଗା ଅଛି। ସେ କୋଉ ପାତାଳକୁ ଯାଇଥିଲେ, କୋଉଠୁ ଚାବିକାଠି ପାଇଲେ, ସେଇ କରିକି ଦେଖିବା ପାଇଁ ତ କହୁଛୁ। ସେ ଚାବିକାଠି ଆଣି ଖୋଲିବୁ, ପାତାଳରେ ଚାବିକାଠି ଥିଲେ ବି ଆଣିକି ଖୋଲିବୁ। ମୁଁ ତ ସେଇ କଥାଟା କହୁଛି। ଖୋଲା ତ ହବ, ଖୋଲିବେ, ଦେଖିବା। ଖୋଲା ସରୁ ଆଗ। ଖୋଲା ସରିଲା ପରେ, କାରଣ ତାଙ୍କ ପାଖରେ ଯେଉଁ ଡୁପ୍ଲିକେଟ୍ ଚାବି ଅଛି ବୋଲିକିରି କୁହାଯାଉଛି, ସେ ଡୁପ୍ଲିକେଟ୍ ଚାବିରେ ଆଗ ଖୋଲନ୍ତୁ। ନ ଖୋଲି ପାଇଲେ କହିବେ ଭାଙ୍ଗିକିରି ଖୋଲିବେ ବୋଲି କହୁଛନ୍ତି।